ପ୍ରଭୁ ଜଗନ୍ନାଥଙ୍କର ନୀଳାଦ୍ରି ବିଜୟ। ରଥରୁ ଚାରି ଠାକୁର ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିବେ। ପ୍ରତ୍ୟାବର୍ତ୍ତନ ପୂର୍ବରୁ ରସଗୋଲା ଭୋଗ ଆଜି ଲାଗି ହୁଏ। ଏହି ରସଗୋଲା ଭୋଗ କେଉଁ ସମୟରୁ ପ୍ରଚଳିତ ହେଇଛି ସେ କଥା ଆମେ ତାକୁ ଠିକ୍ ଭାବରେ କହିପାରିବାନି। ଏମିତି ଗବେଷକମାନେ ଐତିହାସିକମାନେ କ'ଣ ଗୋଟେ ମତ ଦେଉଛନ୍ତି ଯେ ଆମର ସେ କଥାରେ ପ୍ରବେଶ କରିବାର ମୁଣ୍ଡ ନାହିଁ। କେବଳ ଆମର ସେଇ ଜଗନ୍ନାଥ ହିଁ ଆମ ପାଇଁ ରସଗୋଲା। ଚାରୋଟି ରସଗୋଲା ଆମ ପାଇଁ ଅଛନ୍ତି ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନ। ସେ ହେଲେ ଚାରୋଟି ରସଗୋଲା। ଆମେ ଯେଉଁ ଅନନ୍ତଙ୍କ କ୍ଷେତ୍ରରେ ବସିଛୁ, ଇଏ ଅନନ୍ତ ହେଉଛନ୍ତି ବଳଦେବଙ୍କର ଆରାଧନା ସ୍ଥଳୀ। ତେଣୁ ଆମେ ମଧ୍ୟ ସେଇ ରସଗୋଲା ଭିତରେ ଅଛୁ। ରସ କ'ଣ? ଦୁନିଆରେ ଅନେକ ରସ ଅଛି। ଆଖୁ ରସ, ମହୁ ରସ, ଗୋରସ, ଏଇଭଳି ଅନେକ ରସ ଆମ ଭିତରେ ବା ଆମ ସମାଜ ଭିତରେ ପ୍ରଚଳିତ ହେଉଛି। କିନ୍ତୁ ଶାସ୍ତ୍ର ସବୁବେଳେ ଗୋଟେ କଥା କୁହନ୍ତି, ଯା କୃଷ୍ଣ ରସ ପ୍ରମୋଦ ମଧୁରା ସା ମାଧୁରୀ ମାଧୁରୀ। ଯେତେ ରସ ଅଛି, କୃଷ୍ଣ ନାମରେ ଯେଉଁ ଆନନ୍ଦ ରୂପକ ରସ ଅଛି, ସେ ରସଟା ଆଉ କେଉଁଠି ନାହିଁ। ଆଉ ଗୋଟିଏ ରସର କଥା ସେ କହିଲେ, ଗୀତାରେ କହିଲେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଠାରୁ ସମସ୍ତ ରସ ସୃଷ୍ଟି ହେଇଛି ଏବଂ ସିଏ ହିଁ ହେଉଛନ୍ତି ପ୍ରକୃତରେ ରସ ସାଗର। ଏଇଟା ଗୀତାରେ କୁହାଯାଏ। ଆମ ବୈଷ୍ଣବମାନେ ସବୁ କୁହନ୍ତି ହରି ନାମେ କି ରସ ଅଛି, ପାନ କଲା ଲୋକ ସିନା ଜାଣିଛି। ଜଣେ ରସଗୋଲା ଖାଏ, ଆଉ ଜଣେ ତା ମୁହଁକୁ ଅନେଇଥାଏ। ଯିଏ ଖାଏ ସିଏ ଜାଣେ ରସଗୋଲାର ମାହାତ୍ମ୍ୟ ବା ମଧୁରତା କେତେ। ଯିଏ ତା ମୁହଁକୁ କେବଳ ଅନେଇଥାଏ, ସେ କେମିତି ଜାଣିବ ଯେ ରସଗୋଲାର ମିଠା କେତେ? ସେ କେମିତି ଜାଣିବ? ତେଣୁ ଏଠି ଯେଉଁ ରସର କଥା କୁହାଯାଉଛି, ଇଏ ରସ ହଉ, ଏ ଯେଉଁ ରସଗୋଲା, ପ୍ରକୃତରେ ରସଗୋଲା ଆଉ ଆମ ସମାଜରେ କ'ଣ ରସଗୋଲା ଭଳିଆ ଆଉ କ'ଣ ମିଠା ନାହିଁ? ବୁନ୍ଦି ଅଛି, ଏ ଲଡ଼ୁ, ଖସା ଲଡ଼ୁ, ମଗଜ ଲଡ଼ୁ,
ଏତେ କଥା ଥାଉଁ ଥାଉଁ ତାହେଲେ କୌଣସି ରସକୁ ସେ ମିଠାକୁ ସେ ସ୍ୱୀକାର କଲେ ନାହିଁ। ଯେଉଁ ଆଚାର୍ଯ୍ୟମାନେ ରସଗୋଲାକୁ ସ୍ଥିର କଲେ ନାହିଁ, ଏଇ ଗୋଟାକ ଜଗନ୍ନାଥଙ୍କ ପାଖରେ ଲାଗି ହେବ। କାହିଁକି ସ୍ଥିର କଲେ ସେ କଥା ମଧ୍ୟ ଆମେ ଠିକ୍ ଭାବରେ ବର୍ଣ୍ଣନା କରିପାରିବା ନାହିଁ। କିନ୍ତୁ ରସଗୋଲା ହେଉଛି ଗୋଟିଏ ଗୋଲାକାର। ଇଏ ପୃଥିବୀର ମୂର୍ତ୍ତି ହେଉଛି ଗୋଲାକାର, ସୂର୍ଯ୍ୟଙ୍କର ମୂର୍ତ୍ତି ହେଉଛି ଗୋଲାକାର, ଚନ୍ଦ୍ରଙ୍କର ମୂର୍ତ୍ତି ହେଉଛି ଗୋଲାକାର। ସେଇଭଳି ଜଗନ୍ନାଥଙ୍କର ଯେଉଁ ଚକ୍ଷୁ, ଦୁଇଟି ଚକ୍ଷୁ, ସେ ମଧ୍ୟ ଗୋଲାକାର। ଗୀତାରେ ଯେଉଁ ଚକ୍ଷୁକୁ ବର୍ଣ୍ଣନା କରାଯାଇଛି ଅଖଣ୍ଡ ମଣ୍ଡଳାକାରମ୍, ଯିଏ ଖଣ୍ଡିତ ହୁଅନ୍ତି ନାହିଁ, ସେ ସବୁବେଳେ ମଣ୍ଡିତ ହେଇ ଅଛନ୍ତି। ତେଣୁ ଇଏ ହେଉଛି ଗୋଟିଏ ରସଗୋଲାର ଗୋଟିଏ ବଡ଼ ତତ୍ତ୍ୱଟିଏ। ସେ ପୁଣି ବ୍ୟାପ୍ତଂ ଯେନ ଚରାଚରମ୍। ଆଚ୍ଛା, ଆପଣମାନେ ଯେଉଁମାନେ ଏଠି ବସିଛନ୍ତି ସେମାନେ ହୁଏତ ଜାଣିନଥିବେ, ଆମ ବୟସର ଯେଉଁ ବାବୁମାନେ ଏଠି ବସିଛନ୍ତି ସେଇମାନେ ଜାଣିଥିବେ, ପ୍ରଥମେ ଯେତେବେଳେ ପିଲାର ବିଦ୍ୟାରମ୍ଭ ହୁଏ ସେତେବେଳେ 3ଟି ଶୂନ ତାକୁ ପ୍ରଥମେ ମାନେ ଲେଖେଇ ଦିଆଯାଏ। ସେ ଶୂନଟି ଠିକ୍ ହେଇଗଲେ ବା ସେ ଶୂନ ଲେଖିବାର, ଚିତ୍ରାଙ୍କନ କରିବାର ପ୍ରଣାଳୀରେ ପିଲାମାନେ ବାପା ମା' ଜାଣନ୍ତି ଏ ପିଲାଟା ମୋର ଅକ୍ଷର ଭଲ ଲେଖିବ। ସେ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଆଉ ମହେଶ୍ୱର। ତେଣୁ ରସଗୋଲାର ଏଇ ଯେଉଁ ଭୋଗର କଥା ଆମେ କହୁଛୁ, ଏଠି 2ଟି ଅକ୍ଷରକୁ ମିଶିକିରି ରସ ବୋଲି ଗୋଟେ ଶବ୍ଦ ସୃଷ୍ଟି ହେଇଛି। ଆପଣ ଦେଖିବେ ଏମିତି ଗୋଟିଏ ଫଳ ନାହିଁ, ସେ ମିଠା ଫଳ ହେଉ, ଖଟା ଫଳ ହେଉ, ପିତା ଫଳ ହେଉ, କେଉଁ ଗୋଟିକ ଫୁଲ ଫଳରେ ରସ ନାହିଁ, ଆପଣ ପ୍ରମାଣ କରିପାରିବେ ନାହିଁ। ଯେଉଁ ଗଛଟିକୁ ଟିକେ ପୁରାରେ ହାଣିଦେବେ, ତାପରେ ଦେଖାଯିବ ଗୋଟେ ରସ ନିର୍ଗତ ହେଉଛି। ଇଏ ପୃଥିବୀର ଯେକୌଣସି ସ୍ଥାନରେ ଆପଣ ଗୋଟେ ଗର୍ତ୍ତ ଖୋଲିବେ, ସେ ଟୁଏଲ୍ ହେଉ ବା ଆପଣଙ୍କର ଯାହା ବି ହେଉ, ସେଠି ଗୋଟେ ରସ ବାହାରିବ, ସେଟା ହେଉଛି ପାଣି। ଇଏ ପୃଥିବୀରେ ଯେତେ ନଦ ନଦୀମାନେ ପ୍ରବାହିତ ହେଉଛନ୍ତି, ସେ ସମୁଦ୍ର ଭିତରେ ମିଶୁଛନ୍ତି। ସମୁଦ୍ର ଏକ ରସର ସାଗର। ସିଏ ରସକୁ ଛାଣିକିରି ନେଉଛନ୍ତି ସୂର୍ଯ୍ୟ। ସିଏ ପୁଣି ତିଆରି କରୁଛନ୍ତି, ଏମିତି ସେମାନେ କାରିଗର ବାଦଲ ତିଆରି କରୁଛନ୍ତି। ସେ ବାଦଲ ଯେତେବେଳେ ଫାଟୁଛି ବା ପାହାଡ଼ ପର୍ବତରେ ବାଜୁଛି, ସେଠୁ ଗୋଟେ ରସ ନିର୍ଗତ ହେଉଛି, ଯାହାକୁ ଆପଣମାନେ କହୁଛନ୍ତି ବର୍ଷା। ଏଇ ବର୍ଷା ଜଳକୁ କୃଷକ ଠାରୁ ଚାତକ ପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା
କରିଥାନ୍ତି। ଏଇ ରସ ହିଁ ଗଙ୍ଗା, ଏଇ ରସ ହିଁ ଯମୁନା, ଏଇ ରସ ହିଁ ଗୋଦାବରୀ, ଏଇ ରସ ହିଁ ନର୍ମଦା, ସିନ୍ଧୁ, କାବେରୀ, ବୈତରଣୀ, ମହାନଦୀ, ପାଇକା, ଚିତ୍ରୋତ୍ପଳା, ପ୍ରାଚୀ, ଇଏ ସମସ୍ତେ ହେଉଛନ୍ତି ସେଇ ରସର ଅନ୍ତର୍ଗତ। ଆପଣମାନେ ଏଠି ପ୍ରାର୍ଥନା କରୁଛନ୍ତି। ପ୍ରାର୍ଥନା ବେଳେ ଆପଣମାନେ ଲକ୍ଷ୍ୟ କରିଥିବେ, ଯଦି ଅତି ଦୁଃଖରେ ଆପଣମାନେ ଥାଆନ୍ତି ତାହେଲେ ଆପଣଙ୍କ ଆଖିରୁ ଯେଉଁ ଲୁହଟି ବୋହିଯାଏ ସେ ହେଉଛି ଗୋଟିଏ ରସ। କିମ୍ବା ଆପଣ ବହୁତ ଆନନ୍ଦରେ ଯେତେବେଳେ ନିମଗ୍ନ ହେଇଯାଆନ୍ତି ସେତେବେଳେ ମଧ୍ୟ ଆପଣଙ୍କ ଆଖିରୁ ପ୍ରେମାଶ୍ରୁ ନିର୍ଗତ ହୁଏ, ସିଏ ମଧ୍ୟ ଗୋଟିଏ ରସ। ଆମ ଦେହଟି ଅଛି, କିନ୍ତୁ ଇଏ ଦେହରେ ଗୋଟେ ରସ ଅଛି, ସେ ହେଉଛି ରକ୍ତ। ରକ୍ତାମ୍ବଦାଦିଳାଭିରାମ ନୟନଂ ପୀତାମ୍ବରାଲଙ୍କୃତଂ। ଏ ରସର ବର୍ଣ୍ଣନା ଅନେକ ଅଛି। ତା ଭିତରେ ଭକ୍ତି ହେଉଛି ଗୋଟିଏ ରସ, କାରୁଣ୍ୟ ହେଉଛି ଆଉ ଗୋଟିଏ ରସ, ହାସ୍ୟ ରସ, ଏମିତି 9ଟି ରସର, ଶୃଙ୍ଗାର ରସ, ଏମିତି 9ଟି ରସର ବର୍ଣ୍ଣନା କବିମାନେ ବା ପଣ୍ଡିତମାନେ କରିଛନ୍ତି। ତେଣୁ ଆମର ଆବଶ୍ୟକ ହେଉଛି ଭକ୍ତି ରସ। ଭକ୍ତି କହିଲେ ସେବା। ନାମ ରସ, ଆମେ ଏଠି ଗୋଟେ ନାମ କରୁଛୁ, ସେ ହେଉଛି ରସ। ଭକ୍ତି କହିଲେ ସେବା, ସେ ବି ଗୋଟେ ରସ। ଆମେ କିଛି ନା କିଛି କର୍ମ କରୁଛୁ, ତା ଦେହରୁ କର୍ମ କଲାବେଳେ ଆମ ଭିତରୁ ଝାଳ ବୋହିଯାଉଛି, ଏ ଝାଳ ବି ଗୋଟିଏ ରସ। ଆମେ ପଢ଼ିଥିଲୁ ମଧୁସୂଦନ ରାଓ ବର୍ଣ୍ଣବୋଧରେ, ରକତ ପାଣି କରି ନିଗାଡ଼ି ଦେଉ, ଜଗତ ହିତେ ଶ୍ରମ କରଇ ସେଉ। ରସ ଗୋଟେ ସୀମିତ କଥା ନୁହେଁ, ଏଇ ରସକୁ କୁହାଯାଇଛି ବ୍ରହ୍ମ, ଅର୍ଥାତ୍ ଯାହା ଅନନ୍ତ ବା ମାନେ ଏତେ ବ୍ୟାପକ ଯାହାକୁ ବର୍ଣ୍ଣନା କରି ହେବ ନାହିଁ, ଏଇ ହେଉଛି ରସ। ମନେ କରନ୍ତୁ ଆପଣମାନେ ନାମ କରୁଛନ୍ତି, ନାମ କରିବା ପାଇଁ ଯଦି ଶ୍ରଦ୍ଧା ନାହିଁ, ଶ୍ରଦ୍ଧା ହେଉଛି ରସ, ଶ୍ରଦ୍ଧା ହେଉଛି ରସ। ଆପଣ ବସିକିରି ଗୋଟେ ଗିନି ବଜେଇକିରି କି ମୃଦଙ୍ଗଟିଏ ବଜେଇ ହେଉଛନ୍ତି, କି ଲୋକ ଦେଖିଲେ ଗୋଟେ ସ୍ୱର ପକାଉଛନ୍ତି, ଲୋକ ଚାଲିଗଲା ପରେ ସ୍ୱର ମାନେ ପଡ଼ିଯାଉଛି। ଏମାନଙ୍କୁ ରସିକ ବୋଲି କୁହାଯାଏ। ଏମାନେ ରସବିହୀନ ରସିକ। ଏଇ ରସିକଙ୍କ ପାଖରୁ ରସରାଜ, ରସରାଜ କହିଲେ କୃଷ୍ଣ, ରସରାଜ ହେଉଛନ୍ତି ଶିବ,
ରସରାଜ ହେଉଛନ୍ତି ଅନନ୍ତ। ସେ କ୍ଷୀରାବ୍ଧି ସମୁଦ୍ରରେ ତାଙ୍କର ସ୍ଥିତି ବୋଲି କୁହାଯାଇଛି। କ୍ଷୀର ହେଉଛି ଗୋଟେ ରସ। ଆଜିକାଲି ନାମ କୀର୍ତ୍ତନ ହେଉଛି। ଗୋଟିଏ ଧନୀ ଲୋକ ବା ମଧ୍ୟବିତ୍ତ ଲୋକ ପୂଜକଙ୍କୁ ଡାକିଲା, ନାମ ଅଧିବାସ ହେଲା, କେତେ ଲୋକ ଖାଇବେ ତା ପାଇଁ ତାଲିକା ପ୍ରସ୍ତୁତ ହେଲା, କୀର୍ତ୍ତନ କେତେ ମଣ୍ଡଳୀ ଆସିବେ ତାକୁ ବି ପ୍ରସ୍ତୁତ ହେଲା। ଯିଏ ଯେତେ ମଣ୍ଡଳୀକୁ କୀର୍ତ୍ତନ ନିମନ୍ତ୍ରଣ କଲା ସେ ସେତେ ବଡ଼ ଭକ୍ତ ବୋଲି ଆମେ ଭାବୁ। କିନ୍ତୁ ଯଦି ତାକୁ ଟିକିନିକି କରି ପୁଙ୍ଖାନୁପୁଙ୍ଖ ଭାବରେ ଆପଣ ଅନୁସନ୍ଧାନ କରିବେ, ସେଇ ଲୋକଟି ଦିନ ଭିତରେ କେଇ ମିନିଟ୍ ନାମ କରିଛି। ସିଏ ଜମା ନାମ ମଣ୍ଡପକୁ ଆସିନି। କିଏ ଚା ଖାଇବ, କିଏ ଜଳଖିଆ ଖାଇବ, କିଏ ଏମିତି ସବୁ ବନ୍ଧୁବାନ୍ଧବ ଆସିବେ, ତାଙ୍କୁ ଶଙ୍ଖୋଳିବ। ଏଇଥିରେ ତା'ର ଅଷ୍ଟମ ପରି ଶେଷ, 24 ପ୍ରହର ଶେଷ, ନବରାତ୍ର ଶେଷ। ତାହେଲେ ଲାଭ କ'ଣ ହେଲା? ଆପଣମାନେ ଶିଶୁ ଅନନ୍ତ ଆଶ୍ରମକୁ ଯେକୌଣସି ଆଶ୍ରମକୁ ଆପଣମାନେ ଯାଉଛନ୍ତି, ଆମର ତ ଏ ଗୋଟେ କ୍ଷୁଦ୍ର ପଲ୍ଲୀରେ ଗୋଟେ କ୍ଷୁଦ୍ର ଆଶ୍ରମ। ଆପଣମାନେ ଆଶ୍ରମ ଯଦି ଦେଖିବେ ଆପଣଙ୍କ ଆଖି ଖୁସି ହେଇପଡ଼ିବ। ତେବେ ଏତେ ବଡ଼ ଆଶ୍ରମରେ ଆପଣମାନେ ରହିଛନ୍ତି, ନାମରେ ଶ୍ରଦ୍ଧା ନାହିଁ, ଜୀବରେ ଦୟା ନାହିଁ, କର୍ମ କରିବା ପାଇଁ ଇଚ୍ଛା ବି ନାହିଁ। ଯେଉଁମାନେ ଏ ସମାଜରେ କର୍ମ ଭୀରୁ, ସେ ଆଶ୍ରମରେ ରହିଲେ ବି, ପୁରୀ ଜଗନ୍ନାଥଙ୍କ ମନ୍ଦିରରେ ରହିଲେ ବି, ସେମାନେ ହେଉଛନ୍ତି ଅଲକ୍ଷଣା। ଯେଉଁମାନେ ନାମ କରନ୍ତି ନାହିଁ, ନାମରେ ଯାହାର ଶ୍ରଦ୍ଧା ନାହିଁ, ସେ ଲୋକଟି ଯେଡ଼େ ଧନୀ ହଉ, ସେ ହେଉଛି ମହାପାପୀ। ପାପୀ ନୁହଁ, ମହାପାପୀ। ଅଜାମିଳ ନାମେ ସେ ମହାପାପୀ, ତରିଗଲା ପୁତ୍ର ନାମକୁ ଜପି। ସେ କ'ଣ ପୁତ୍ରକୁ ଜପୁଥିଲା? ପୁତ୍ରର ନାମ ଥିଲା ନାରାୟଣ। ସେ ନାରାୟଣ କହି ଉଦ୍ଧାର ହେଲା। ତେବେ ଆପଣମାନେ କେତେ ନାମ କରୁଛନ୍ତି? ଯେଉଁ ଘରକୁ ଆପଣ ଯେଉଁମାନଙ୍କ ଘରକୁ ଯାଉଛନ୍ତି, ଲକ୍ଷ୍ୟ କରନ୍ତୁ, ଯେଉଁଠି ଯେଖାନେ ହଏ ନାମ ସଂକୀର୍ତ୍ତନ, ସେখানে হয়ে গোলক বৃন্দাবন। ଆଉ ଆମେ ଏମିତି ଛୋପରା କରି କହିବୁ ଆମେ ଯାଇଥିଲୁ, ଅଷ୍ଟମ ପରି କଲୁ, ପ୍ରସାଦ ପାଇଲୁ, ଏଗୁଡ଼ାକ ବୃନ୍ଦାବନ ତତ୍ତ୍ୱ ନୁହେଁ। ବୃନ୍ଦାବନ ରମ୍ୟ ସ୍ଥାନ, ଦିବ୍ୟର ଚିନ୍ତା ମନେରି ଧ୍ୟାନ। ତେଣୁ ଆପଣ ଅନେକ ଜାଗାରେ ଅଖଣ୍ଡ ନାମ ନାହିଁ। ତେବେ ସେ ଯାହା ହଉ, ଭାଗବତରେ ବି କହିଲେ, ଦଣ୍ଡେ ନିମିଷେ କ୍ଷଣେଲେ ସେ ଯିଏ ବା ଥାଅ ଯେଉଁ ସେ, ଦଣ୍ଡେ ନିମିଷେ କ୍ଷଣେଲେ ସେ ଯିଏ ବା ଥାଅ ଯେଉଁ ଯେ ପଢ଼ିବ ମୋର ନାମ, ଶୁଭିବ ସକଳ ଶ୍ରବଣ।
ଉଚ୍ଚେ ପଢ଼ିବ ମୋର ନାମ ଶୁଭିବ ସକଳ ଶ୍ରବଣ। ଏଇ ଅଳ୍ପ ସମୟ ପୂର୍ବରୁ ମୁଁ ତ ବହୁତ ଦିନ ହେଲା ତଳକୁ ଆସୁନଥିଲି। ଏଇ ଅଳ୍ପ ସମୟ ପୂର୍ବରୁ ଦୁଇଟି ମାତା ଆମର ନାମ କରୁଥିଲେ। ସେ ଗିନି ବଜାଉନଥିଲେ, କିନ୍ତୁ ନାମଟି କରୁଥିଲେ ବଳିଆକୁ ଶୁଭୁଥିଲା। ଠାକୁର ତ ସବୁ ଜାଣନ୍ତି। ତେଣୁ ମୋ ନାମ ଶ୍ରବଣ କୀର୍ତ୍ତନ ଶ୍ରଦ୍ଧାଉ ପୂଜେ ଯାର ମନେ। ମୋ ନାମ ଶ୍ରବଣ କୀର୍ତ୍ତନେ ଶ୍ରଦ୍ଧାଉ ପୂଜେ ଯାର ମନେ। ଏଇ ଆଶ୍ରମରେ ମୁଁ ଦେଖିଛି, ଆଉ ଅନ୍ୟାନ୍ୟ ଆଶ୍ରମରେ ବି ମୁଁ ଦେଖିଛି। ଆରେ ନାମ ହେଉଥିବ, ହେଲେ ମାଡ଼ ହେଉଥିବ, ଗିନି ଫୋପଡ଼ା ଫୋପଡ଼ି ହେଉଥିବେ। ସେଗୁଡ଼ାକ କ'ଣ ତାଙ୍କର ଗତି ପରବର୍ତ୍ତୀ ଯୁଗରେ କ'ଣ? ଏଇଠି ବି ଦେଖିଛି ନାମ କରୁଥିବେ ଯେମିତି ଭ୍ରମର ଭଳିଆ। ସେ କ'ଣ ପଢ଼ନ୍ତି ତାର ମୁଁ ଜାଣିପାରେ ନା। ମୁଁ କେତେ ଭେଳିକିଆ ନାମକୁ ସବୁ ନାମବାଲାଙ୍କୁ ଦେଖିଛି। ତାକୁ ଗୋଟାଇଟା ବିଦା କରିଦେଇଛି। ଆଉ ନାମ ତ କରିବନି, କାମ ତ କରିବନି, ଏଠି କାହିଁ ରହିବ? ତେଣୁ ଯଦି ଆଧ୍ୟାତ୍ମିକ ଜଗତର କ୍ଷଣିକ କାଣିଚାଏ କୃପା ଯଦି ଆପଣମାନେ ପାଇବାକୁ ଚାହାନ୍ତି, ନାମରେ ସଦା ରଖନ୍ତୁ। ଆମେ ଯାହାକୁ କହୁଛୁ ଯିବେ ଦୟା, ହଁ ଜୀବ ପ୍ରତି ଦୟା ଆମର ଅଛି, ସେଇଟା ଅଲଗା କଥା। ଏବଂ କର୍ମ କରନ୍ତୁ। ଯଦି କର୍ମ ନାହିଁ, ନାମ ନାହିଁ, ଦୟା ନାହିଁ, ଆପଣମାନେ କି ମଣିଷ? ହରି ବିମୁଖ ପ୍ରାଣୀ ଚେତ୍ ସେ ଥାନ୍ତି ପଶୁଙ୍କ ସଙ୍ଗତେ। ହରି ବିମୁଖ ପ୍ରାଣୀ ଯେତେ ସେ ଥାନ୍ତି ପଶୁଙ୍କ ସଙ୍ଗତେ। ଜଣେ ନାମ କରୁନି, କର୍ମ କରୁଛି। ସେ ଯେଉଁ କର୍ମଟା କରୁଛି ସେ ବି ନାମ। ଶିବାନନ୍ଦ କହିଥିଲେ ଯିସି ଦେଶମ ବିଭେଶମ ଜିହାଲ। राधारमन 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 को जिस देश में जिस भेष में जिस हाल में रहो। राधारमन 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 कहो। ଠାକୁର ଅନୁକୂଳ ଚନ୍ଦ୍ର ସେ ମଧ୍ୟ କହିଲେ ଛାଡ଼ରେ ମନ କପଟ ଚାତୁରୀ ବଦନେ ରହେ ହରି ହରି। ନାମ ପରମ ବ୍ରହ୍ମ ଜୀବେର ମୂଳ। ତାଙ୍କ ପୂର୍ବରୁ 400 ବର୍ଷ ପୂର୍ବରୁ ଚୈତନ୍ୟ କହିଲେ, କହିକିରି ଯାଇଛନ୍ତି କଳି ଯୁଗରେ ହରେର ନାମୈବ କେବଳ। ଖାଲି ନାମ କଲେ କ'ଣ ତମେ ଚୁଲି ମୁଣ୍ଡରେ ବସିଲ, ହାଣ୍ଡି ବସେଇଦେଲ, କ'ଣ ସେଠି ଖାଲି ହରିନାମ କରିବ? ସେଠି ଭାତ ରାନ୍ଧି ହେବ ନା ତରକାରୀ ରାନ୍ଧି ହେବ ନା କ'ଣ? ତେଣୁ ଦୁଇଟା ଜିନିଷକୁ ସବୁବେଳେ ଆପଣମାନେ ଗୁରୁତ୍ୱ ଦେବା ଉଚିତ। ନାମ ଆଉ କାମ। ନାମ କାମ। ଠାକୁର ନିଗମାନନ୍ଦ କହିଲେ ନାମୀ ହୁଅ ଆର୍ କର୍ମୀ ହୁଅ। ପର ନିନ୍ଦା
ପରଚର୍ଚ୍ଚା ରାଖ ବହୁ ଦୂରେ। ଯଦି ସେ ଏମିତି କଲା ସେ ସେମିତି କଲା ଏଇଗୁଡ଼ାକ ତୁମେ ଯଦି ଦେଖିବ ତାହେଲେ ସେ ନାମ କରିବାର ମୂଲ୍ୟ ବି କିଛି ନାହିଁ। ଆସିଥିଲା ଭକ୍ତ ଯତନେ ଆସିଥିଲେ ତା ମନେ ପଡ଼ୁନି, ସ୍ୱାଧୀନତା ସଂଗ୍ରାମ ବେଳେ ଆମର ରତ୍ନମାଳୀ ଜେମା ଲେଖିଥିଲେ, ବୀରବର ସାମନ୍ତଙ୍କର ଧର୍ମପତ୍ନୀ। ତେଣୁ ସେ ଯାହା ହଉ ଏମିତି କଥା ସବୁବେଳେ କୁହାଯାଉଛି, କୁହା ବି ବହୁତ ଥର ହେଇଛି। ଏଇ ଟିଭି ପରଦା ଆପଣ ଖୋଲିଦେବେ 9 ଦିନ ହେଲା କି 10 ଦିନ ହେଇଗଲା, ସବୁଦିନେ ସବୁ ଚ୍ୟାନେଲ ରେଡ଼ିଓ ପର୍ଯ୍ୟନ୍ତ କେଉଁଠି 5 ଜଣ, କେଉଁଠି 3 ଜଣ, କେଉଁଠି 10 ଜଣ ଗପି ଚାଲିଛନ୍ତି। ଲୋକ କେତେ ଶୁଣିବେ, କେତେ ମନେ ରଖିବେ? ସିଏ ହିଁ ମୁଖସ୍ଥ କରିଛନ୍ତି, ସିଏ ହିଁ କହୁଛନ୍ତି। କିଛି ଲୋକ ଟିକେ ସେ ପବିତ୍ର କଥା ଶୁଣୁଛନ୍ତି ଆଉ ଠାକୁରଙ୍କୁ ଦେଖୁଛନ୍ତି। ତେଣୁ ଏଇଭଳି ଭାବରେ ଆଜି ଯେମିତି ଠାକୁର ବିଜେ କରିବେ ରତ୍ନ ସିଂହାସନକୁ, ସେମିତି ଆମେ ବି ଦିନେ ବାହୁଡ଼ା, ଆମ ଜୀବନରେ ବି ବାହୁଡ଼ା ଅଛି। ଆମେ ବାହୁଡ଼ି ଯିବୁ। ସେଇ ବାହୁଡ଼ିବା ବେଳେ ନିର୍ମାଲ୍ୟ ରୂପକ ରସଗୋଲା ଟିକେ ଆମେ ଖାଇବୁ, କିମ୍ବା ଭଗବାନଙ୍କର ନାମ ସ୍ମରଣ କରୁ କରୁ ଯଦି ଜୀବନଟି ଯାଏ, ତାହେଲେ ସେଇ ଜୀବନଟା ହେଉଛି ସଫଳ ଜୀବନ। ତେଣୁ ଆଜି ଆଉ ବିଶେଷ କ'ଣ କହିବି, ଆପଣମାନେ ସମସ୍ତେ ନାମରେ ଶ୍ରଦ୍ଧା, ଜୀବରେ ଦୟା ଏବଂ କର୍ମରେ ମତି, ଏ ତିନୋଟି କଥା ସବୁବେଳେ ଆପଣମାନଙ୍କ ଭିତରେ ରହିବା ଦରକାର। ନାମରେ ଶ୍ରଦ୍ଧା, ଜୀବରେ ଦୟା, କର୍ମରେ ମତି। ରାତିରେ ଶୋଇବା ପୂର୍ବରୁ ଭାବିବ, ଆଜି ମୁଁ ନାମ କରିଛି କେତେ, କାମ କରିଛି କେତେ, ଗୋଟେ ଜୀବକୁ ଭଲ ପାଇଛି କେତେ। ସେତିକି ଆମ ଜୀବନର ସଫଳତା। ସେଇ ହେଉଛି ଭଗବାନଙ୍କ ପାଇଁ, ସେଇ ହେଉଛି ଆମର ପୂଜ୍ୟ ପୂଜା। କଥାଟି ଏଇଠି ରଖିବା। ଅନନ୍ତଙ୍କ କ୍ଷେତ୍ରରେ, ଅନନ୍ତଙ୍କ ପାଦରେ ଏ କଥାକୁ ବିଶ୍ରାମ ଦେଇ ପୁଣି ଆସନ୍ତାକାଲି କ'ଣ ଗୋଟେ କହିବା।